କଦଳୀଟା ତ ଖାଇଗଲେ ମାଲୁଆ। ଆଉ ମୁଁ ଦେଖିଥିଲି କାଲି ଭଲ ଥିଲା, ପହରଦିନ ଦେଖିଥିଲି ଭଲ ଥିଲା। ଆଉ ତା ଦେଖିଲାକୁ ଗଛ ଚଢେଇ ମାଲୁଆ ନା ଚଢେଇ ଖାଇଯାଇଛନ୍ତି। ନା ଚଢେଇ ଖାଇ ମାଲୁଆ ଖାଇଲେ ସବୁ ଖାଇଯିବେ, ଖୁମ୍ପି ପୁରା ଖାଇଛନ୍ତି, ଚଢେଇ ଖାଇଛନ୍ତି। କାଟନ ଦେଖା ଆଉ ଇଏ ତ ପୁରା ନେଚୁରାଲ ଜିନିଷ, ଏଥିରେ ଦିଆ ହେଇନି କାର୍ବାଇଡ କି କୌଣସି ସ୍ପ୍ରେ ଦିଆ ହେଇନି। ଆଏ ତ ଖାଇ ଦେଇଛନ୍ତି, କାଟନି କାଟନି ପୁରା ଗାର୍ଡେନ ଫ୍ରେଶ। ଇଏ ଗୋଟେ ଗାର୍ଡେନ ଫ୍ରେଶ। ଆଉ ପୁଣି ଇଏ ଆସ ଆଜି ଏତିକି ଆଣିଛ। ଇଏ କଣ ଆସିଲା? କଳିମି ଶାଗ ଆଇଲା, ଏଟା ଧର। ଏରା ମୁଁ ତମେ କାଟି ଦେ, ଫେଣା ଫେଣା କରିଦିଅ ଏଇଟାକୁ। ଏଟା ଆସିଲା, ତାପରେ ବୋଇତାଳୁ ଫୁଲ ଆସିଲା। ବୋଇତାଳୁ ଫୁଲ ତ ହେଲାଣି ଗଛରେ, ଆଜି ଟିକେ ବେଶୀ ଫୁଟିଛି ନା। ଆଉ ସବୁଠୁ ବଡ ଜିନିଷ ଜହ୍ନି, ଯଥେଷ୍ଟ ଜହ୍ନି ହେଇଛି ଆଜି। କିଲେ ପାଖାପାଖି ଜହ୍ନି ଆସିଛି। 5ଟା ଜହ୍ନି କିଲେ ହେଇଯିବ। ହଁ 5ଟା ଜହ୍ନି ତ କିଲେ, ଗୋଟା ତ 100 ଆରାମସେ ହବ। 250-300 ଗୋଟା ହବ। 250 ଭେଣ୍ଡି ହେଇଗଲା। ବର୍ତ୍ତମାନ ଟିକେ କାଟିଦବା କଦଳୀ ନା କଣ? ଖିଆ ଗୁଡାକ ଗାଈ ତ ଦେଇଦେବୁ। ଲାଗିଯିବ, ନସି ଲାଗିଗଲା ସାଡୁ ସାଙ୍ଗେ। ଖିଆ ଗୁଡାକ ଗାଈକି ଦେଇଦେବ। ଭଲ ରଖିବ। ପରଦିନ ମୁଁ କହୁଛି ତଳକୁ ରଖିକି କାଟ, ନହେଲେ ଖସି ପଡ଼ିବ। ପରଦିନ ମୁଁ କହୁଛି ହେଇଗଲାଣି କାଟି ନେବା ନା, ହଁ କାଟି ନେବା। ଆଉ କାଲି ଆଉ ଦେଖିନ, କାଲି ଯାଇଲ ଆଜି ଠାକୁରଙ୍କ ପାଇଁ କଦଳୀ ନଥିଲା, କଦଳୀ ବି ହେଇଗଲା ନା। ଠାକୁର ଯାହା ଚାହାନ୍ତି ସେଇଆ କରନ୍ତି। କାଲି କଦଳୀ ସରି ଯାଇଥିଲା, ଆଜି ଆସିନେ ପୂଜା ହେଇଥିଲା। ବାସ୍ ଠାକୁରଙ୍କ ପାଇଁ ସବୁ ଯୋଜନା ହେଇଗଲା। ବାସ୍ ଏତିକି କାଟିଦିଅ। ନା କାଇଁ କାଟିବା? କାଟିଦିଅ, କାଟି ଦେଇକି ଫେଣା କରିକି ରଖିଦବ। ଏ ଡଜନ 50। ତମେ ରଖି କାଟୁନ, ଖସି ପଡ଼ିବ ଯଦି ଚେପା ହେଇଯିବ। ଡଜନ 50 କଦଳୀ ଡଜନ। ହଁ 50 ଟଙ୍କା ନେଖା ତ, ସବୁ ତ ରେଟ୍ ହେଇକିଣି ହେଲା ନା। ଛୋଟ ହେଇଛି କିନ୍ତୁ ପୁରା ସାଇଜ। ଏଇଟା ହଉଛି ସେନି ଯୋଉଟା ଚଢେଇ ଖାଇନାହାନ୍ତି ନା, ତ ଗାଈକି ଦେଇଦେବ। ଆଜି ଟିକେ ବୋଇତାଳୁ ଫୁଲ ବେଶୀ ଫୁଟିଛି ନା। ଆଉ ଏପଟର ବି ଫୁଟିଛି, ଏଇ ପଟର। ଏଠି ତଳେ ଦିଅ। ତା ହାତର ଭାଙ୍ଗି ଦଉନ। ନା ନା, ଏଇଟା ହେଲା ବୁଦ୍ଧିମାନ କାମ। ଓକେ। ହଁ ତାକୁ ଗାଈକି ଦେଇଦିଅ। ତୁରାନ୍ ଦେଇତେ ଯିବ ନା ଏଇଖିଣା। ସେଥିରେ ବି ଗୋଟେ ଖିଆ ଅଛି, ସେ ଯେଉଁ ପାଚିଲା ଫେଣାର ହେଇପରା ହେଇ। ଆଚ୍ଛା କାଟିଦିଅ। ସେଟା ଖିଆଟା ଗାଈକି ଦେଇଦିଅ କହୁଛି। ଏଇ ମାଢ଼ିଆରେ ଦିଅ, ମାଢ଼ିଆରେ ଦିଅ। ଖିଆ ଗୁଡ଼ା ମାଢ଼ିଆରେ ଦେଇଦିଅ। ନା ବାଦୁଡ଼ି ଆସୁଛନ୍ତି, ଏଠିକି ଆସୁଛନ୍ତି ନା କି? ଢାଲ ଦଉନ, ସବୁ ଢାଲ ଦଉନ। ପାଣି ଟିକେ ମିଶେଇছে, ବୁରାଟା କହିଲେ କଣ ବୁରା ନାହିଁ, ଗୋଟେ ବୁରା ସିଡ଼ି ପାହାଚ ତଳେ ଗୋଟେ ବୁରା ଅଛି। ନା। ହ୍ୟାଲୋ ସାଙ୍ଗମାନେ, କେମିତି ଅଛନ୍ତି? ଆଶା କରୁଛି ସମସ୍ତେ ବହୁତ ଭଲରେ ଥିବେ। ଆପଣ ସମସ୍ତଙ୍କୁ ମୋ ତରଫରୁ ଜୟଗୁରୁ। ଠାକୁରଙ୍କୁ ଡାକୁଛି ଆପଣ ଭଲରେ ରୁହନ୍ତୁ, ସୁସ୍ଥରେ ରୁହନ୍ତୁ, ଆପଣଙ୍କର ପୁରା ଦିନଟି ମଙ୍ଗଳମୟ ହେଉ, ଆଉ ଭଲରେ କଟିଯାଉ। ତ ମୁଁ ବି ଭଲରେ ଅଛି, ସବୁଦିନ ଭଳିଆ ହେଇଯାଇଛି ଗୋଟେ ସୁନ୍ଦର ବ୍ଲଗ୍ର ଆରମ୍ଭ। ଆଉ ସୁନ୍ଦର ବ୍ଲଗ୍କୁ ମୁଁ ପୁଷ୍ପ, ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି। ଏଇଟା ସେରକମ ସକାଳ ଟାଇମ୍, ସକାଳ ବେଳେ ତ ବ୍ଲଗ୍ ଷ୍ଟାର୍ଟ କରିଦେଇଥିଲି। ସକାଳ ବାସି କାମ ଯେଉଁ ସବୁ ସରିଲା ପରେ ଯେଉଁ ବାଡ଼ିକି ଯାଇଥିଲେ, ବାଡ଼ିରୁ ସବୁ ପରିବାପତ୍ର ତୋଳିକି ଘିନିକି ଆସିଲେ। ଆଉ ଯେତେବେଳେ ବାବା ଯାଇଥିଲେ କ'ଣ ନା, ଆଉ ଗୋଟେ ବାଡ଼ିକି ଯେଇଟା କି କଦଳୀ ବାଡ଼ି, ସେଠିକି ଯାଇଥିଲେ। ତ ଦେଖିଲା ବେଳକୁ କ'ଣ ନା, କଦଳୀ କାନ୍ଦି ଗୋଟେ ହେଇଥିଲା। ସେଟା କ'ଣ ନା, ପରଦିନ ଦେଖିକି ଆସିଥିଲି ଯେ କଦଳୀ ଠିକ୍ଠାକ୍ ଥିଲା। ବାବାଙ୍କୁ କହିନି କଦଳୀ କାଟି ନେବା ନା, ହଁ ତାକୁ କାଟି ନେବା କହିକି ଗୋଟେ ଦିନ ମଝିରେ ଯାଇଛି। ଆଜି ଦେଖିଲା ବେଳକୁ କ'ଣ ନା, କଦଳୀ ତାର ମାଲୁଆ ଖାଇଛନ୍ତି କି ଚଢ଼େଇ ଖାଇଛନ୍ତି ନା, ଗୋଟେ ଫେଣା କଦଳୀ ଖାଇ ଦେଇଛନ୍ତି।
କଦଳୀ ସବୁ ପାଚି ଯାଇଛି। ତ ବାବା ପୁଣି ଆଜି ଯେତେବେଳେ ଯାଇକି ଦେଖିଲେ, ମୁଁ କଦଳୀ କଥା ମନେ ପକେଇଦେନି, ଯାଇକି ଦେଖିଲେ, ଦେଖିଲା ବେଳକୁ କଦଳୀ ଖାଇଗଲେଣି। ତ କଦଳୀଟା ଯାଇକି କାଟିକି ଘିନିକି ଆସିଥିଲେ। ଯାହା ବି ସବୁ ତୋଳାତୋଳି କରିକି ଆଣିକି ସବୁ କାମ ଦାମ ସବୁ ସରିଯାଇଥିଲା। ଆଉ ସକାଳେ ଟିକେ ଶୀଘ୍ର କାମ ସରାଇ ଦେଇଥିଲେ, କାହିଁକି ନା ମାନେ ଯେଉଁ ଚାଉଳ ଯେ ଧାନ ଯେ ପେଶା ହେଇକି ଆସିଥିଲା, ମୁଁ ଯେ କହୁଥିଲି ସମୟ ସୁବିଧା ଦେଖିକି ତାକୁ ବନେଇକି ରଖିମି ବୋଲିକି, କିନ୍ତୁ ମୋତେ ସମୟ ସୁବିଧା ହେଇପାରିଲାନି, ମୁଁ ବନେଇକି ଆଉ ରଖିପାରିଥିଲିନି। କିନ୍ତୁ ଖାଇବା ପାଇଁକି ତ ଚାଉଳ ସରିଗଲାଣି। ତ ଆଜି କ'ଣ ନା ମୁଁ କହିନି ଯେତେ ଲେଟ୍ ହଉ ପଛେ ଆଗେ ଏଇ କାମଟା ସରେଇଦେମି, ସରେଇ ଦେଇ ସାରିକି ତାପରେ ଯାଇକି ଗାଧୁଆ ପାଧୁଆ କରିମି। ତ ସେଇଥିପାଇଁକି ସେ ବାହାରେ ଯେତିକି ସବୁ କାମ ଥିଲା ସବୁ କାମ ସରେଇ ଦେଇଛି। ସରେଇ ଦେଇ ସାରିକି ବାବା ତାଙ୍କର ଗଲେ, କହିଲେ ମୁଁ ଯାଉଛି ଚୁଟି କାଟିକି ଆସିମି, ତ ତୁମେ ଏଠି କାମ ସବୁ ଅଛି, ଗାଧୁଆ ପାଧୁଆ କରିକି ଠାକୁର ପୂଜା କାମ ସବୁ ସରେଇ ଦେଇଥିବ। ମୁଁ କହିଲି ଠିକ୍ ଅଛି। ତ ମୁଁ କ'ଣ ନା ଚାଉଳ ପାଛୁଡ଼ିତେ ବସିବନି, ତ ବେଶୀ ନୁହେଁ, ଅଳ୍ପ ଯାକେ 2 ଦିନ 3 ଦିନ ପାଇଁକି ହେବ ସେତିକି ଚାଉଳ ମୁଁ ଆଣିଥିଲି ପାଛୁଡ଼ିବା ପାଇଁକି। ତାକୁ କ'ଣ ନା ଆଗର ଚଲେଇ ବନେଇଦେନି, ତା ଦେହରେ ଯେଉଁ ଖୁଦ କି କ'ଣ ଥିବ ତାକୁ ସବୁ ବାହାରିଯିବ। ବାହାରି ଗଲା ପରେ ତାକୁ ପାଛୁଡ଼ି ଦେମି, ପାଛୁଡ଼ି ଦେଲେ ମୋତେ ସୁବିଧା ହେବ ପାଛୁଡ଼ିବା ପାଇଁକି। ତ ସେଇଥିପାଇଁକି ମୋତେ ଯେରକମ ସୁବିଧା ହେବ ସେଇରକମ କରିକି ମୁଁ ପାଛୁଡ଼ୁଥିଲି। ତ ମୁଁ ତ ଭାବେ ସବୁଦିନ ମୁଁ ଭାବେ ଆଜି କ'ଣ ନା ଚାଉଳଟା ପାଛୁଡ଼ି ଦେମି, ଆଜି ଚାଉଳ ପାଛୁଡ଼ିଥିମି, କିନ୍ତୁ ସମୟ ହେଇପାରେନି, କାହିଁକିନା ସକାଳ କାମ ଦାମ ସବୁ ସରେଇ ଗାଧୁଆ ପାଧୁଆ କରିସାରିଲା ବେଳକୁ ସକାଳ ଖାଇବା ଟାଇମ୍ ହେଇଯାଏ। ତ ରୋଷେଇବାସ କାମ ଦାମ ଆଉ ଗାଧୋଇ ସାରିକି ତ ଏ କାମଟା ହେଇପାରିବନି। ତ ରୋଷେଇବାସ ଖିଆପିଆ ସରିଲା ବେଳକୁ 10ଟା, ପୁଣି ଦ୍ୱିପହର ପାଇଁକି ରୋଷେଇବାସ କହି ବେଳଓଳି ଟିକେ ଫୁର୍ସତ ମିଳୁଛି। ଆଉ ବେଳଓଳି ଏସବୁ କାମ କରିବା ପାଇଁ ମୋତେ ବିଲକୁଲ ବି ଭଲ ଲାଗୁନି, କାରଣ ଦିନସାରା ଏତେ ଯେ ପରିଶ୍ରମ ହେଇଯାଉଛି, ଆଉ ବେଳଓଳି କିଛି କରିବା ପାଇଁକି ବି ଇଚ୍ଛା ହେଉନି। ସେଇ ବାସନକୁସନ ଧୁଆଧୁଇ, ଘରଦ୍ୱାର ଖରକା ପୁରକା, ଗାଈ ଆସିଲା କି ନ ଆସିଲା ଯାଇକି ଟିକେ ଗାଈ ଦେଖିବା, ଗାଈ ବାନ୍ଧିବା, ଏଇସବୁ କାମରେ ସମୟ ଚାଲି ହେଉଛି। ଜଣା ବି ପଡ଼ୁନି କେତେବେଳେ କ'ଣ ନା ସକାଳଠୁ ରାତି ହେଇଯାଉଛି, ସେସବୁ କିଛି ବି ଜଣା ପଡ଼ୁନାହିଁ କାମ ଦାମ ଭିତରେ। ଆଉ ଏଇଟା ହେଉଛି କ'ଣ ନା ଏକ୍ସଟ୍ରା କାମ। ଏଇ ଏକ୍ସଟ୍ରା କାମ ପାଇଁକି ମାନେ ସମୟ ବାହାର କରିବା ବହୁତ ମୁସ୍କିଲ ହେଇପଡ଼ୁଛି ମୋ ପାଇଁକି। ତଥାପି ଯାହା ହଉ ଭାବିଛି ସମୟ ସୁବିଧା ଦେଖିକି କାମଟା ଚାଉଳ ପାଛୁଡ଼ା ଏବେ ସରିଲା। ବେଶୀ ନୁହେଁ, ଅଳ୍ପ କରିକି ପାଛୁଡ଼ିଛି, ଆଉ ଅଛି। ଗାଧେଇ ନାହିଁ, ଯାଉଛି ଏବେ ଗାଧୁଆ ପାଧୁଆ କରିମି। ଶୋଷ ଲାଗିଲାଣି ଭାବିରୁ ସେ। ଚାଉଳ ପାଛୁଡ଼ି ସାରିଛି। ରାସ୍ତାକୁ ବିକା ଆସିଥିଲେ, ତାଙ୍କ ତ ରଖିମି ଏତିକି ଜିନିଷ। ଗୋଟେ ସାବୁନ କେସ୍, ଗୋଟେ ତାଟିଆ, ଆଉ ଗୋଟେ ଡୋଲା। ଏଇ ଡୋଲାଟା ମୋତେ ସୁନ୍ଦର ଦେଖାହେଲା, କିଛି ଆବଶ୍ୟକ ନାହିଁ, କିନ୍ତୁ ମୋତେ ସୁନ୍ଦର ଦେଖାହେଲା ଯେହେତୁ ତା କିଣିଦେଇଛି ଏ ଡୋଲାଟା। ଗୋଟେ ଡୋଲା, ଆଉ ଖାସ୍ କରିକି ଏଇ ଚୁନା ଚଲା ଗୋଟେ କିଣିକି ଘିନିକି ଆସିନି। ତ ଏବେ ଯାଉଛି, ଗରମ ହେଉଛି ବହୁତ, ସେ ଗରମ ହେଉଛି। ତ ଯାଉଛି ଗାଧୁଆ ପାଧୁଆ କାମ ସରେଇ ଦେଇକି ଠାକୁର ପୂଜା କରିମି। ଠାକୁର ପୂଜା ବି ଲେଟ୍ ହେଇଯାଉଛି, ତ ଠାକୁର ପୂଜା କରିସାରେ ତାପରେ ଯାଇକି ଆପଣଙ୍କ ସାଙ୍ଗରେ ଭେଟ ହେବ। ତ ଚାଉଳ ପାଛୁଡ଼ା କାମ ସରିଲା। ସେଇ ସମୟରେ ମୁଁ ଯାଉଥିଲି କ'ଣ ନା ସବୁ ରଖି ଦେଇକି ଗାଧୋଇବା ପାଇଁକି। ତ ରାସ୍ତାରେ ମୋତେ ଶୁଭିଲା ଯେଉଁ ଫେରିବାଲା ଆସିଛନ୍ତି ବିକ୍ରି ପାଇଁକି, ଯିଏକି ଶାଢ଼ୀ ନେଇ ପୁରୁଣା ଲୁଗା ଆଉ ଚୁଟି ନେଇକି ଜିନିଷ ଦିଅନ୍ତି। ତ ମୁଁ କ'ଣ ନା ଚାଲିଗନି, ମୋର ଗୋଟେ ଜିନିଷ ଦରକାର ଥିଲା। ମୋର ଗୋଟିଏ ଜିନିଷ ମାତ୍ର ଦରକାର ଥିଲା, ଯେଉଁଟାକି ଚୁନା ଚଲା। ମୋର ଯେଇଟା ଚୁନା ଚଲଉଥୁନି, ମାନେ ଚାଉଳ କୁଟିକି ଯେଇଟା ଚଲଉଥୁନି, ସେଇଟା କ'ଣ ନା ଭାଙ୍ଗି ଯାଇଥିଲା। ଭାଙ୍ଗି ଯାଏନି, ପ୍ଲାଷ୍ଟିକଟା ଛିଡ଼ି ଯାଇଥିଲା। ପୁଣି ଗୋଟେ ଚଲା କିଣିଲି, ସେଇଟା ଏତେ ମିନି ଯେ ସେଥିରେ କ'ଣ ନା ଚୁନା ଗଳୁନାହିଁ। ତ ଯେଉଁଥିପାଇଁକି ମୁଁ କହିନି ଆଉ ଗୋଟେ ଚଲା ରଖିଦେମି, ଯେଉଁଟାରେ କି ଚୁନା ମାନେ ଚଲେଇ ହେବ। ତ କହିକି ରାସ୍ତା ପରକୁ ମୁଁ ଯାଇଥିନି, ଜଣେ ଫେରିବାଲା ଭାଇ ଦିନିକି ଆସିଥିଲେ, ତାଙ୍କ ପାଖରୁ ଚଲା ରଖିମି ବୋଲିକି ଯାଇଥିନି। 20 ଟଙ୍କାର ଜିନିଷ ରଖିମି ବୋଲି ଯାଇଥିନି, ସେଠି ମୁଁ 200 ଟଙ୍କାର ଜିନିଷ ରଖିଦେଇକି ପଳେଇ ଆସିନି। ଆଉ ମୋ ପାଖରେ ତ ସେରକମ ଶାଢ଼ୀ କି ଅଲଗା କିଛି ଜିନିଷ ନଥିଲା, ପଇସା ଦେଇକି ସବୁ ରଖିଥିନି। ତ କ'ଣ ନା ମାନେ ଗୋଟେ ଜିନିଷ ଦେଖୁ 2ଟା 3ଟା ଜିନିଷ ପସନ୍ଦ ହେଲା। ଦେଖ ତାଟିଆଟେ, ଡଲାଟେ, ମାନେ ଆମେ ତ ସ୍ତ୍ରୀ ଲୋକମାନଙ୍କ କଥା ନ କହିବା ବି ଭଲ। ଖାଲି ମୁଁ ନୁହେଁ, ସମସ୍ତେ ଯେଇଠିକି ଯେ ମେଳା ମହୋତ୍ସବ ଭଲ ମନ୍ଦ ଗନେ କାହାର ଖାଇବା ଜିନିଷ ଉପରେ ଲୋଭ, କି କାହାର ଅଲଗା ଜିନିଷ ଉପରେ କେଇଠି ବୁଲାବୁଲି କରିବା ଲୋଭ, କିନ୍ତୁ ଆମ ସ୍ତ୍ରୀ ଲୋକମାନଙ୍କର ଲକ୍ଷ୍ୟ ଥାଏ କି ଏଠି ଘର କରଣା ଜିନିଷ ବିକ୍ରି ହେଉଛି, ସେଇଠି ସମସ୍ତେ ସେଇଠି ଯାଇକି ଆମେ ହାଜର ହେଇଯାଉ। ତ ସେଇ ରକମ ଗୋଟେ ଜିନିଷ ଆଣିବାକୁ ଯାଇଥିନି, ମାନେ 20 ଟଙ୍କାର ଜିନିଷ ଆଣିବାକୁ ଯାଇକି 200 ଟଙ୍କାର ଜିନିଷ କିଣିକି ଘିନି ଆସିନି। ତ ଯାହା ହଉ
କିଛି ତ ନଷ୍ଟ ଯିବନି, ସବୁ ବ୍ୟବହାରରେ ହିଁ ଆସିବ। ଆଜି ନହେଲେ ବି କାଲି ବ୍ୟବହାରରେ ନିଶ୍ଚୟ ଆସିବ। ତ ଧିନ୍ଦାନିକି ତାକୁ ଆଣିକି ରଖିଦେଇକି ମୁଁ ଯାଇଥିଲି ଗାଧୋଇବା ପାଇଁକି। ଗାଧୋଇକି ଠାକୁର ପୂଜା କରିକି ଆସିନି। ଆସିଲା ବେଳକୁ ନା ମୁଁ ଠାକୁର ପୂଜା ମାନେ କରିଥିଲିନି, ବାବା ଆସିକି ପହଞ୍ଚିଲେଣି। କରି ମୁଁ ଆସିଲିଣି ଏପର୍ଯ୍ୟନ୍ତ ଠାକୁର ପୂଜା ହେଇନି। ମୁଁ ଆଉ ତାଙ୍କୁ କହିଲିନି ଯେ ମୁଁ ଯାଇଥିଲି ସେଠି ଫେରିବାଲା ଆସିଥିଲା ତା ପାଖକୁ ଜିନିଷ କିଣିବା ପାଇଁକି। ମୁଁ କହିଲି ଚାଉଳ ପାଚୁଡ଼ିକି ଉଠିଲା ବେଳକୁ ମୋତେ ଲେଟ୍ ହେଲାଣି, ତ ସେଇଥିପାଇଁକି ଗାଧୁଆ ପାଧୁଆ କାମ ଟିକେ ମୋର ଲେଟ୍ ହେଲା। ତ ଠାକୁର ପୂଜା ମୁଁ କରିଦେଇଥିଲି। କରିଦେଇ ସାରିକି ସିଧା ପଳେଇ ଆସିନି ରୋଷେଇ କରିବା ପାଇଁକି। ଅଟା ତ ଚକଟା ହେଇକି ଥିଲା, ହଁ ଅଟା ଚକଟା ହେଇକି ଥିଲା। ଆଉ କ'ଣ ନା ଡାଲିଟା ବି ଗଲାକାଲି ରାତିରେ ମୁଁ ସିଝେଇକି ରଖିଥିଲି। କାହିଁକିନା ଗଲାକାଲି ରାତିରେ ମୁଁ ଭାବିଥିଲି ଡାଲି ବନେଇବି ବୋଲିକି, ମାନେ ଡାଲମା, ବୁଟ ଡାଲିର ଡାଲମା ବନେଇବି ବୋଲିକି। କିନ୍ତୁ କୌଣସି କାରଣବଶତଃ ମିକିଲି ଆଉ ଝିଅ 2 ଜଣ କ'ଣ ନା ଖାଇଦେଲେ, ପଖାଳ ଖାଇଦେଲେ। ଆଉ କ'ଣ ନା ବାବା ତାଙ୍କର କହିଲେ ମୁଁ ଖାଇବିନି, ଠାକୁର ପାଖରୁ ଆସିଥିଲେ ଖାଇବେନି, ସେ ଗୋଟିଏ ରୁଟି ଖାଇଲେ। ଆଉ ମୁଁ ଏକଲା ମୋ ପାଇଁକି କ'ଣ ଏତେ ତରକାରୀ କରିବି, ମୁଁ କ'ଣ ନା ସେ ଡାଲିକି ସବୁ ରଖିଦେନି। ତ ସିଝା ଡାଲି ଥିଲା, ଆଉ କ'ଣ ନା ରୁଟି ବି ଅଟା ଦଳା ହେଇକି ଅଟା ଗୁଲି ବି ଥିଲା। ମାନେ ସେଇଥିପାଇଁକି ମୋତେ ଏତେ ମାନେ କିଛି ତରତର ହେଇତେ ପଡ଼ିଲାନି। ଖାଲି ଯାହା ମାନେ ମସଲାଟା କଷି ଦେଇକି ଡାଲି ତା ଦେହରେ ଦେଇଥିଲି। ଡାଲି ଦେଇଥିଲି ତା ଦେହର, ମୋ ମନକୁ ଆସିଲା ମୋବାଇଲରେ ଦେଖିଥିଲି ଗୋଟେ ରେସିପି। ମୁଁ ଭାବିନି ଦେଖିଆ ସେଇ ରେସିପିଟା ଟ୍ରାଏ କରିମି। ମାନେ ପିଆଜ ବୁଟ ଡାଲିର ଡାଲମା। ତ ମୋତେ ତ ଭଲ ଲାଗୁଥିଲା, କାହିଁକିନା ମୁଁ ପିଆଜ ଖାଏ, ମୋତେ ଭଲ ଲାଗୁଥିଲା। କିନ୍ତୁ ଏସବୁ ମାନେ ବୃଥା, ଖାଲି ପିଆଜଟା ପକାଇବାଟା ଖାଲି କ'ଣ ନା ଗୋଟେ ଫ୍ୟାସନ୍, ନହେଲେ କିଛି ନୁହେଁ। ଖାଲି ଏଇମିତି ବି ବହୁତ ସୁନ୍ଦର ହେଇପାରିବ। ମାନେ ପୁରା ନର୍ମାଲ୍ ଯେରକମ ଆମେ ଅଦା ରସୁଣ ଦେଇକି ଯେରକମ ବୁଟ ଡାଲି ଡାଲମାଟାକୁ ବଘାରିଥାଉ, ସେରକମ ବଘାରିଦେଲେ ବି ବହୁତ ଟେଷ୍ଟି ହେବ। ମାନେ ପିଆଜ ଚୁନ ଚୁନ କରିକି କାଟି ଦେଇକି ପକାଇଦେଲେ ଯେରକମ ଟେଷ୍ଟ, ଆଉ ଗୋଟା ପିଆଜ ପକାଇଦେଲେ ବି ସେରକମ ଟେଷ୍ଟ ହେଉଛି। ତ ଯେହେତୁ ମୁଁ ମୋବାଇଲରେ ଦେଖିଥିଲି, ଭାବିନି ଟିକେ ଟ୍ରାଏ କରିଦେବା। ତ କ'ଣ ନା ଛୋଟ ଛୋଟ ପିଆଜ ବାବା ଆଣିଥିଲେ, ସେଇ ପିଆଜକୁ ସବୁ ଛଡ଼େଇ ଦେଇକି ପିଆଜ ମୁଣ୍ଡି କତରୁ କ'ଣ ନା 4 କାତରା କରିଦେଇଥିଲି। ଯେରକମ କି ମାନେ ପିଆଜଟା ମସଲା ଯେରକ ତା ଭିତରକୁ ପଶିବ, ପୁରା କାଟିଥିଲିନି, ଖାଲି ଅଧା ଅଧା କାଟିଥିଲି। ଦେଇକି ତାକୁ ତେଲରେ ଭାଜି ଦେଇଥିଲି। ଭାଜି ଦେଇକି ବାହାର କରିକି ଯେରକମ ଅଦା ରସୁଣ ଛେଚିକି ପିଆଜ କାଟିକି, ପିଆଜ ମାନେ କାଟିକି ପକାଇଥିଲିନି, କାହିଁକିନା ଗୋଟା ପିଆଜ ଯେହେତୁ ପଡ଼ିବ କାଟିକି ପକାଇଥିଲିନି। ଆଉ ତାକୁ ନା ବଘାରି ଦେଇଥିଲି। ବାସ୍ ସେରକମ ଅଦା ରସୁଣ ପିଆଜ କଞ୍ଚା ଲଙ୍କାଗୁଣ୍ଡ ଦେଇକି ବଘାରି ଦେଇଥିଲି। ମାନେ ଡାଲମା ତ ବହୁତ ଟେଷ୍ଟି ଲାଗିଥିଲା, କିନ୍ତୁ ଏ ଯେଉଁ ପିଆଜ ଗୋଟା ଗୋଟା ହେଉଥିଲା, ଗୋଟା ଗୋଟା ନ ପକାଇ କାଟିକି ପକାଇଲେ ବି ଚଳିବ। ତ ଖିଆପିଆ ସରିଗଲା ପରେ ଦ୍ୱିପହର ପାଇଁକି ରୋଷେଇ ଆରମ୍ଭ ହେଇଯାଇଛି। କଲରା ଚଡ଼ଚଡ଼ି ଡାଲି କରିକି ନେଇଗଲେଣି। ଏବେ ଖାଲି କ'ଣ କରିମି ବଡ଼ି, ଭେଣ୍ଡି, ବୋଇତାଳୁ ଦେଇକି ଖଟା କରିମି। ବୋଇତାଳୁ କାଟିକି ରଖିଛି, ଭେଣ୍ଡି କାଟିକି ଧୋଇକି ରଖିଛି, ଆଉ ବଡ଼ି ଭାଜିଦେମି, ଆର ଖଟା ବନେଇମି। ଆଉ କ'ଣ ନା ଶାଗଟା ହେଇସାରିଲା ପରେ ରୋଷେଇ ସରିଯିବ। ସକାଳ ଉପରୁ କାମ ଚାଲିଛି, ଟିକେ କି ଫୁର୍ସୁତ ନାହିଁ। ଗୋଟେ ପରେ ଗୋଟେ କାମ ଆସିକି ପହଞ୍ଚି ଯାଉଛି ଯେ ରୋଷେଇ ସରିଲା ବେଳକୁ ହେଇଯାଉଛି 1। ଯାହା ହଉ, ରନ୍ଧାବଢ଼ା କାମଟା ସରିଗଲେ ସକାଳ ବେଳାର କାମ ସବୁ ସରିଯିବ। ଦ୍ୱିପହର ଖିଆପିଆ ରୋଷେଇବାସ ସବୁ ସରିଲା। ସରି ଦେଇକି ଖରକା ପୁରକା ବି ଘରଦ୍ୱାର ସବୁ କାମ ସରିଦେଇଛି। ପାଣି ଫାଣି କତରୁ ସବୁ କାମ ସରିଯାଇଛି। ବାଛିକି ବି ପେଜ ଦେଇଦେଇଛି। ତ ଶାଗ ଖଡ଼ିଛି, ଏଠି ଭେଣ୍ଡି ବଡ଼ି ବୋଇତାଳୁର ଖଟା, ଏଠି କଲରା ଚଡ଼ଚଡ଼ି, ଆଉ କ'ଣ ନା ଡାଲି। ସେତିକି ରୋଷେଇ ସରିଲା। ଏବେ ଟିକେ ସମୟ ଟାଇମ୍ ହେଇନାହିଁ, ଖାଇବା ଟାଇମ୍, ଭାଇ ଆସିନାହାନ୍ତି, ଆସିନେ ଖାଇବା। ତ ଆଜି ଟିକେ ସମୟ ବସିକି ଖାଲି ମୋବାଇଲ ଟିକେ ଏପଟ ସେପଟ କରିବି। ନା ମୋବାଇଲ ନୁହେଁ, କାହିଁକିନା ଲୁଗା ତୁଳିକି ଶୁଖେଇଥିଲି ଯେ ବାବା ସବୁ ତୁଳିକି ଆଣିକି ରଖିଛନ୍ତି, ଯାଉଛି ତାକୁ ସବୁ ଗୁଛେଇକି ରଖିବି। ଏଇଠି ଖଟ ଉପରେ ଲୁଗା ସବୁ ରହିଛି, ଆକୁ ସବୁ ଗୁଛେଇକି ବ୍ୟବସ୍ଥିତ କରିକି ରଖିମି। ମଝିରେ ବର୍ଷା ଆସିଲା, ଯିବା ଟିକେ ବର୍ଷା ହେଲା, ତ ଲୁଗା ସବୁ ତୁଳିକି ଧିନି ଆସିକି ଏରକମ ରଖିଦେଇଛନ୍ତି। ତାକୁ ଗୁଛେଇ ଗାଛେଇକି ସବୁ ରଖିଦିଏ।